ଓ ବାବା ମୋ କଥା ତ ଶୁଣନ୍ତୁ ହସ କ'ଣ କ'ଣ ହେଇଛି କହିବ ନା ଏମିତି ହସିବ ମୁଁ ହଁ କିଛି ବି କହିବିନି। ଏ ଅର୍ପିତା କ'ଣ ଏମିତି କଥା ଅଛି କହିବିନି ବୋଲି କହୁଛ କୁହ ନା ପ୍ଲିଜ୍। ଶୁଣିବ ତ? ନିଶ୍ଚୟ। ତାହେଲେ ଶୁଣ। ତାହେଲେ କୁହ। ଆମ ଦୁନିଆକୁ ଆଉ ଗୋଟେ ନୂଆ ଅତିଥି ଆସୁଛି। ମାନେ କ'ଣ କ'ଣ ମାନେ ମାନେ ହଉଛ ଯେ ତମେ ବାପା ହେବାକୁ ଯାଉଛ? କ'ଣ କହିଲ ଅର୍ପିତା? ଏ ଅର୍ପିତା କ'ଣ କହିଲ ତମେ? ଆଉ ଥରେ କହିଲ ତମେ? ତମେ ବାପା ହେବାକୁ ଯାଉଛ। ଓ ମାଇ ଗଡ୍ ସତରେ ଅର୍ପିତା ତମେ ଏତେ ବଡ଼ ଖୁସି କରିଦେଲ ନା ମତେ ଯେମିତି ଲାଗୁଛି ମୁଁ ପୁରା ଖୁସିରେ ପାଗଳ ହେଇଛି। ପାଗଳ ହୁଏନି ନହେଲେ ସିଧା ତମ ରାଞ୍ଚି ପଠେଇଦେବି। କ'ଣ ହେଲା ତମେ ମତେ ରାଞ୍ଚି ପଠେଇବ? ନାଇଁ ମତେ ରାଞ୍ଚି ପଠେଇବ ତ? ତମେ ଯଦି ପାଗଳ ହେଇଯିବ ଭଲ କରିବା ପାଇଁ ତମ ରାଞ୍ଚି ପଠା ହବ କି ନାଇଁ କୁହ? ତାହେଲେ ତମେ ମୋ ପାଖକୁ ମତେ ଭଲ କରିବା ପାଇଁ ଯିବ ନା ନାଇଁ କୁହ? ମୁଁ କାହିଁ ତମ ସହିତ ଯିବି? କାହିଁକି ଯିବ? ନା ମୁଁ ଯିବିନି। ଅର୍ପିତା ମୋ କଥା ଶୁଣ କହୁଛି ଅର୍ପିତା। ଆରେ ବାବା କେବଳ ଏଇଥିପାଇଁ ମୁଁ କୁହେ ମୋ ନିଜ ସ୍ୱାମୀ ଆଉ ମତେ ଭଲ ଲାଗୁନି। ହଁ ନା লাগিলা রে প্রেম রঙ লাগিলা সেই রঙরে মন এলা রঙিলা লাগিলা রে প্রেম রঙ লাগিলা সেই রঙরে মন এলা রঙিলা। ତମେ ଏତେ ବଡ଼ ଖୁସି ଖବର ଦେଲ ମତେ ଆଉ ଖାଲି ହାତରେ ଅଫିସ କିଛି ହବ। ଆରେ ତୁମ ଖାଲି ହାତ ଯିବ କିଏ କହୁଛି? ଆଉ ଗଲାବେଳେ ମିଠା ନେଇଯିବ। ଠିକ ଅଛି ମୁଁ ଯାଉଛି ଗଲାବେଳେ ମିଠା ନେଇକି ଯିବି ହେଲା। ଏଇ ଶୁଣ ପୁଣି କ'ଣ ହେଲା ପଛକୁ ଡାକିଲ? ଖାଲି ଅଫିସ ଷ୍ଟାଫଙ୍କ ପାଇଁ ମିଠା ନେବନି ଆଉ ସେମାନେ ପରିବାର ଲୋକମାନଙ୍କ ପାଇଁ ବି ମିଠା ନେଇଯିବ ଯେମିତି ତାଙ୍କ ପରିବାର ସବୁ ଲୋକମାନେ ଜାଣିବେ ଅର୍ପିତା ମା ହେବାକୁ ଯାଉଛି। ହଉ ଠିକ ଅଛି। ସତରେ ଏଇ ଅଂଶ ବହୁତ ଭଲ ମଣିଷ। ତାଙ୍କୁ ସ୍ୱାମୀ ରୂପରେ ପାଇ ମୋ ଜୀବନଟା ଆଜି ଧନ୍ୟ ହେଇଯାଇଛି। ଆଉ ଯଦି ମୋତେ ଲାଗୁଛି ଯେମିତି କେଉଁ 7 ଜନ୍ମ ତପସ୍ୟା ବଳରେ ଅଂଶମାନଙ୍କୁ ମୁଁ ମୋ ସ୍ୱାମୀ ରୂପରେ ପାଇଛି। ହେ ଠାକୁରେ ମୋର ହସ ଖୁସି ସଂସାରରେ ଯେମିତି କାହାରି ନଜର ନ ଲାଗୁ। ରଜଟା କିନ୍ତୁ ଲାଗି ସାରିଛି। ତମେ ଚାଣକ୍ୟ ଚୌଧୁରୀ ଗୋଟାଏ ଚୁଟକିରେ ଏଠି ପରିବେଶ ପରିସ୍ଥିତିର ଚିତ୍ରପଟକୁ ବଦଳେଇ ଦିଏ। କ'ଣ ପାଇଁ ଆସିଛ ଏଠିକି? ଆରେ ବାବା ମୁଁ ତ ବଡ଼ ଭିଣେଇଟା। ମୋ ଶାଳୀର ବାହାଘର ସରିଛି। ମୋ ଶାଳୀର ଶାଶୁ ଘରକୁ ନ ଆସିଲେ ମୋ ଗେଲି ଶାଳୀଟାର ମନଟା ଦୁଃଖ ହବନି। ଯୋଉ ବଡ଼ ଭିଣେଇକି ମୁଁ ଘୃଣା କରେ ତାଙ୍କ ପାଦ ହୁଏତ ମୋ ଶାଶୁଘର ନ ପଡ଼ିଥିଲେ ମୁଁ ବହୁତ ଖୁସି ହେଇଥାନ୍ତି। ଶାଶୁଘର? ଆରେ ତୋ ଶାଶୁଟା ଗୋଟେ ନକଲି ଶାଶୁ, ତୋ ଶ୍ୱଶୁରଟା ବି ଗୋଟେ ନକଲି ଶ୍ୱଶୁର। ଏଇ ଚୁପଚାପ ମୋ ଘରୁ ବାହାର। ବାହାରି ଯିବି। ବାହାର ମୋ ଘରୁ। ମୁଁ ଚାଣକ୍ୟ ଚୌଧୁରୀ ଗୋଟାଏ ଚୁଟକିରେ ଏଠି ପରିବେଶ ପରିସ୍ଥିତିର ଚିତ୍ରପଟକୁ ବଦଳେଇ ଦିଏ। କ'ଣ କହିବାକୁ ଚାହୁଁଛ ତମେ? ଏଇ କଥା କହିବା ପାଇଁ ଚାହୁଁଛି ଯେ ତୋ ସ୍ୱାମୀ ଏଠି ମିଛ, ତୋ ଶାଶୁ ଶ୍ୱଶୁର ଏଠି ମିଛ, ତୋ ସଂସାରଟା ଏଠି ମିଛ ସଂସାର ପାଲଟି ଯାଏ। ଭିଣେଇ ମହାଶୟ ଭଲରେ ମୋ ଘରୁ ବାହାରିବ ନା ମୁଁ ଦରୱାନ ଡାକିବା ପାଇଁ ବାଧ୍ୟ ହେବି? ଦରୱାନ ଡାକି ମତେ ବାହାର କରିବୁ? ନାଇଁ ଅର୍ପିତା ନାଇଁ, ଦରୱାନ ଡାକି ମତେ ବାହାର କରିବା ପୂର୍ବରୁ ପ୍ରଥମେ ତୋର ସେ ଭଡ଼ାଟିଆ ଶାଶୁ ଶ୍ୱଶୁରଙ୍କୁ ବାହାର କର। ଆରେ ଶାଶୁ ଶ୍ୱଶୁର ବୋଲି ଯାହାକୁ ନେଇ ତୁ ଗର୍ବ କରୁଛୁ ସେମାନେ ଅଂଶୁମାନ ନିଜ ବାପ ମା ନୁହନ୍ତି। ଆଉ ସେମାନେ ଶାଶୁ ଶ୍ୱଶୁର ଭୂମିକାର ଅଭିନୟ କରୁଛନ୍ତି। ହସ ମୁଁ ଦେଖୁଛି ତମ ମୁଣ୍ଡଟା ବିଲକୁଲ ଖରାପ ହେଇଯାଇଛି। ମୁଣ୍ଡ ଖରାପ ହେଇଛି। ଆଚ୍ଛା ମୋ ବିରୁଦ୍ଧରେ ମିଛ ପ୍ରମାଣ ଯୋଗାଡ଼ କରି ତମେ ଏଠିକି ଚାଲି ଆସିଛ ନା ଅଂଶୁମାନଙ୍କୁ ମତେ ଅଲଗା କରିବା ପାଇଁ? କିନ୍ତୁ ପାରିବନି। ଅଂଶୁମାନ ମୋ ମଝିରେ ତମେ କେବେ ବି ଲକ୍ଷ୍ମଣ ରେଖା ଟାଣି ଦେଇ ପାରିବନି। ଓକେ 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 ତମ ସମ୍ପର୍କର ଲକ୍ଷ୍ମଣ ରେଖା ଟାଣି ଦେବା ପାଇଁ ସବୁ ପ୍ରମାଣ ଦେବ ଚିତ୍ରା। ଚିତ୍ରା? ଚିତ୍ରା ଇଜ ଦେୟାର। ନମସ୍କାର, ମୁଁ ଚିତ୍ରା। ଆଚ୍ଛା ଆପଣଙ୍କ ଶ୍ୱଶୁର ଭୂମିକାର ଅଭିନୟ କରିଥିବା ଭବାନୀ ଦାସ, ମୁଁ ତାଙ୍କ ବୋହୂ। ଆଚ୍ଛା ମୋ ଶ୍ୱଶୁର ଏଠି ଅଭିନୟ କରୁଛନ୍ତି ନା ଆପଣ ଏଠି ଅଭିନୟ କରିବାକୁ ଚାଲିଛନ୍ତି? ଆପଣ ମୋତେ ବିଶ୍ୱାସ କରନ୍ତୁ ମ୍ୟାଡ଼ାମ୍, ଆମ ପରିବାରର ଦାରିଦ୍ର୍ୟତା ଦୂର କରିବା ପାଇଁ ଆଚ୍ଛା ଆଚ୍ଛା ମୋ ଶ୍ୱଶୁର ମାସକୁ 30,000 ଟଙ୍କାର ଚୁକ୍ତି କରି ଏଠି ଅଭିନୟ କରୁଛନ୍ତି। ଏକଦମ ପାଟିଟା ଚୁପ୍। ଏବେ କହୁଛ ମୋ ଶ୍ୱଶୁର ତମ ଶ୍ୱଶୁର, ଆଉ ୟା ପରେ କହିବ ମୋ ଶାଶୁ ମା ବି ତମ ଶାଶୁ ମା? ଭଲରେ କହୁଛୁ ମୋ ଘରୁ ବାହାର। ବାହାର ମୋ ଘରୁ। କାହିଁ ବାହାରି ଯିବ? ମୋ ଝିଅ ଘରୁ କାହିଁ ବାହାରି ଯିବ ବା? ମୁଁ ଜାପାନୀ ଯେ ନା ଜାଗା ଦେଖିକି ଜମେଇ ଦେବି। ଇଲୋ ମା ତୋ ସ୍ୱାମୀଙ୍କର ବାପ ମା କିଣିବା ପାଇଁ
ଦିହଳ ବାଟା ଚପଲ ମୋର ଘୋରି ହେଇଯାଇଛି। ଇଏ 3 ନମ୍ବରରେ ପହଞ୍ଚିଛି, ଧରିକି ବୁଲୁଛି, ଦରକାର ହେଲେ ପିନ୍ଧୁଛି। ନାଇଁ ନାଇଁ ରଖିଥାଅ ନାଇଁ, ଘର ଭିତରେ ଘୋରି ହବନି। ଆଚ୍ଛା ଆଉ ତମେ ଯାହାକୁ ଶାଶୁ ମା ଡାକୁଛ, ସେ ତମ ଶାଶୁ ନୁହଁ, ସିମିରନର ବୋଉ ଆଶା ଦେବୀ। ମିଛ ମିଛ କହୁଛ ତମେ। ଅଂଶୁମାନଙ୍କ ମତେ ଅଲଗା କରିବା ପାଇଁ ଏଇଟା ହଉଛି ତମ ମାନଙ୍କର ଗୋଟେ ଗୋଟେ ଷଡ଼ଯନ୍ତ୍ର। ସେ ଷଡ଼ଯନ୍ତ୍ରଟା ତିଆରି କରୁଛି କେବଳ ତୋ ଭାଇ ସିଦ୍ଧାର୍ଥ। ତମର ସନ୍ଦେହ ଦୂର କରିବା ପାଇଁ ସେ ସିମରନକୁ ମିଛିମିଛିଆ ବିବାହ କରିଛି। ଆଉ ତୋ ସ୍ୱାମୀ ଅଂଶୁମାନ ତତେ ପାଇବା ପାଇଁ ସ୍ୱାମୀରୁ ଶୈତାନ ପାଲଟି ଯାଇ। ଏକଦମ ଚୁପ୍। ତମେ ମତେ ଯାହା କହିବ ମୁଁ ସବୁ କିଛି ସହିଯିବି, କିନ୍ତୁ ମୋ ସ୍ୱାମୀଙ୍କ ବିଷୟ ଯଦି ପଦୁରେ ବି କିଛି କୁହ ତାହେଲେ ମୋ ଛାତିରେ ନିଆଁ ଲାଗିଯିବ। ମୁଁ ନାରୀରୁ ନାଗୁଣୀ ପାଲଟିଯିବ। ଏଇ ଭଲରେ କହୁଛି, ମୋ ଘରୁ ବାହାର ବାହାର ମୋ ଘରୁ, ତ ନହେଲେ ମୁଁ ପୋଲିସ ଡାକିବା ପାଇଁ ବାଧ୍ୟ ହେବି। କ'ଣ ହେଲା? ପୋଲିସକୁ ଡାକିବ? ଏ ଡାକ ପୋଲିସକୁ, ଡାକ ପୋଲିସକୁ। ପୋଲିସ ଷ୍ଟେସନରେ ସବୁ ପ୍ରମାଣ ଦେଖେଇ ମୋ ଶ୍ୱଶୁର ମୁଁ ତମଠୁ ଛଡ଼େଇ ନେବି। ଆଉ ଚୁକ୍ତି ଅନୁସାରେ 30,000 ଟଙ୍କା ଏଠୁ ନେଇକିରି ଯିବି। ପ୍ରମାଣ? ପ୍ରମାଣ? ସବୁ ପ୍ରମାଣ ମୋ ପାଖରେ ଅଛି। ମୁଁ ଜାପାନୀ ଜେନା, ଜାଗା ଦେଖିକି ଜମେଇବି। ଓ ଜାପାନୀ ବାବୁ, ଅଂଶୁମାନ ବିରୁଦ୍ଧରେ ଯାହା ସବୁ ପ୍ରମାଣ ଅଛି ମୋ ଗେଲି ଶାଳୀକି ଟିକେ ଦେଖେଇ ଦିଅ। ମାଲୋ, ହଁ? ଟିକେ ଜମେଇ ଦେଲୁ। ପ୍ରମାଣ ତ? ଦେଖା 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 ଦେଖିଦେଲେ ତାର ବିଶ୍ୱାସ ହବ। ନ ଦେଖିଲେ ସବୁ କହୁଛନ୍ତି original। ଏ ଦେଖ, ଇଏ ହଉଛି ମୋ ଶ୍ୱଶୁରଙ୍କର ଆଧାର କାର୍ଡ। ଅରିଜିନାଲ। ଆଖି ପୁରେଇକି ଦେଖେ। ଅରିଜିନାଲ। ଟଙ୍କା ଲିଷ୍ଟ, এই ফোন লিস্টটা দেখো। দেখো 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 দেখো। আখি পুরাইকিরি ভালো কি দেখো, মন শান্তি হবা নাই দেখো। ପାଗେଳି ହେଇଯିବି ମୁଁ, ପାଗେଳି ହେଇଯିବି। ଇଲୋ ମା, କୋଉଠି ପାଗେଳି ହେଲୁଣି? ଅସଲ କାଗଜ ପତ୍ର ଦେଖିଲା ପରେ ତୁ ରାଞ୍ଚି ଯିବୁ। ଉଡ଼ାର ଭୋଟ ପରିଚୟ ପତ୍ର, ରାସନ କାର୍ଡ ପାଇଲିନି। ମୁଁ ଜାଣିଛି ପୁରା ଅସଲ ଟାଇମରେ ତମେ ପାଇବନି। ଯାହା ଅଛି ଦେଖିବ। ଯାହା ପାଇছো ଦେଖେ। ଗେଞ୍ଜି ଦେଇଛି ବୁଢ଼ା ବା। ଦିଅ। ମାଲୋ, ତୋ ଶାଶୁ ଶ୍ୱଶୁର ଭୂମିକାରେ ଯୋଉ 2 ଜଣ ଅଭିନୟ କରୁଛନ୍ତି, ସେ 2 ଜଣଙ୍କର ଏଗ୍ରିମେଣ୍ଟ ପେପର ନେ। ଦେଖ দেখো 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 ভালো কি দেখো দেখো। আখি পুরাইকি দেখো। तुम भाई को कहीदेव टंकाटा जमी जाए मो अकाउंट पहुंचाए नहले मु चित्रा ए चित्र चिंताटा बढ़ी गले से कहार भी चित्ता जाली दिए। चलो बाबा ना एटा ठीक है सब भूल भाल हो गला। कथा कहल गोटे प्रकार काम होला का गोटे प्रकार मनुष्य जवाब गोटाए दोगलिया कथा कौन एटा कौन गोटे बुढ़ा लोकटा हईराण होउची ना साथी रुटी दी कौन खाई पारू ता सहित रसगोला भी फाइट पैसा तो नहीं तुम पैसा देलनी आ जवाब कल दवा मासु मास एटा कौन हईराण कर कहीं माँ तुम स्वामी की कहीदेव मासु मास ये टंका पठिया कथा पठेदेवे ता नहले मु जापानी झेला जागा देखिकी जमई देवी। इलो माँ ये जो हार पिंधुचटा ओरिजिनल ना डुप्लिकेट दौनु बिकिकी नाई ना अति लोभ भल नुह पड़ेगा। आहा कौन कल अर्पिता निज जीवनटा को पूरा माटी करदेलु। अरे से दिन मो कथा मानी मो सान भाई चंडी प्रसाद को मैरेज करते हस खुशी संसार करते किंतु कौन कलु गोटे अनाथ को बाहाई जीवनटा को पूरा माटी करदेलु। हेले तू जमा व्यस्त हवा दरकार नहीं मु अच्छी ना कारण मु चाणक्य चाणक्य चौधरी गोटाए चुटकी परिवेश परिस्थिति चित्रपट को बदल दिए।